କିଛି ଭୟଭୀତ ନାହିଁ କିଛି ମୁଁ ଯାଜପୁର ପିଲା କାହିଁକି ଆମ ଭୟଭୀତ ହବୁ ସବୁ ଯାକ ଯାଜପୁରରେ ସବୁ ଯାକ ପାର୍ଟି ଆଣିଛୁ ଏଇ ପାକୁ ବାବୁ ଆମ ଗାଁ ଲୋକ ସବୁ ଜାଗେଶ୍ୱରୀ ଆମେ କାହିଁ ଡରିବୁ କିଛି ଡରିବା ଏମିତି ପଦକ୍ଷେପ ରହିବ ଆମେ ଯାତ୍ରାକୁ ବ୍ୟାନ୍ କରିବୁ କାହିଁକି ନା ମୁଁ ତାର ଉଦାହରଣ ଦଉଛି ଆମ ଦ୍ୱାରା କମିଟି କିଛି ବୁକିଂ ହେଇଥାଏ ମୋ ଗାଁରେ ମୋ ପାର୍ଟି ପଡ଼ିବ ମୁଁ ତ ମୁଁ ଯୋଉ ପାର୍ଟିରେ ଅଛି ନେଇକି ଯାଏ ନା ମୁଁ ମତେ ଯଦି ମୋ କଥା ମାନିବିନି ମୁଁ ଯାତ୍ରାକୁ ବାହାରିବି ମୁଁ ଆଉ କମିଟି ନେବିନି ଟୋଟାଲ ଯାତ୍ରା ନେବିନି ବ୍ୟାନ୍ କରି ଆମର ଯେତିକି ଅଛୁ 2000 ରୁ 3000 ପିଲା ଯାଜପୁର କେଉଁଝର ବାରିପଦା ବାଲେଶ୍ୱର ଯେତିକି ଲେବର ପିଲା ସେ ଯାତ୍ରାରେ ଆମ କମିଟି ବ୍ୟାନ୍ କରିବୁ ପାର୍ଟି ରଖିଛନ୍ତି ନାଁଟା କହିଲେ ଖରାପ ହବ ମୁଁ ଏଇ ତାଙ୍କ କହିକି ଆଇଲି ବୋଲି ସେମାନେ ମୁଁ ଇଏ କଲେ ମୁଁ ନାଁ କହୁନି ଆପଣ ବି ଅଳ୍ପ ଦିନେ ତା ନାଁ ବି ଶୁଣିଯିବେ ସବୁ ବଡ଼ ବଡ଼ ପାର୍ଟି ଆଉ ତାକୁ ଯାହା ବ୍ୟବସ୍ଥା ଅଛି ଆମେ ଆଉ କିଛି କରିବୁନି ସେ ଆଦିବାସୀ ପିଲାମାନେ ତାଙ୍କର ଇଏ କରିବେ ଆଉ ଆମେ କିଛି କହିବୁନି ଇନ୍ସୁରାନ୍ସ ବିଷୟରେ ବି ଆମେ କହିଥିଲୁ ଇନ୍ସୁରାନ୍ସ ବିଷୟରେ କାହିଁ କିଛି ତ ଆଲୋଚନା ହେଲାନି ଆମେ ପେନସନ କଥା ବି କହିଥିଲୁ ସେ କୌଣସି କିଛି ଶୁଣିଲେନି ସିଏ ତ ତାଙ୍କ ବିବାଦ ଭିତରେ ତାଙ୍କ ସହ ସମସ୍ୟା ଆଉ ଆମ ଭିତରେ କଣ କରିବେ ଖାଲି ଆମକୁ ଡାକିଥିଲେ ଦରମା ପଡ଼ିବ କାହିଁ କିଛି ଆଲୋଚନା କଲେନି ଆଉ ସେ ତ ହେଇ ଆମେ ଏତେ ବର୍ଷ ରହିଲୁଣି ଆମ ନାଁ ଫାଁ ଜାଣିନାହାନ୍ତି ମାଲିକ ମାନେ କଣ କହିବୁ ତାଙ୍କୁ କିଛି ଆଉ କହିବୁନୁ 20 ବର୍ଷ ହେଲା ଆମେ ରହିଲୁଣି ଯାତ୍ରା ବଡ଼ ବଡ଼ ବିରାଟ ଗେଟ୍ ପେଣ୍ଡାଲ ଷ୍ଟେଜ 6ଟା ଗାଡ଼ି ଲୋଡ୍ କରୁଛୁ କଣ ଏଇ 8000ରେ ରହିବା ପାଇଁ ଆମ ପରିବାର ସ୍ତ୍ରୀ ଛୁଆ ପିଲା କହୁଛନ୍ତି ଆଉ ଆମେ ଯଦି ଦରମା ଦେବୁ ତ ଆପଣଙ୍କ କଥା ଶୁଣିବୁ ଆପଣ ତାହେଲେ ସବୁଦିନ ରହିବେ 1000 ପଡ଼ିବ ଆମ ସ୍କୁଲ ଛୁଆ ପ୍ରେଜେଣ୍ଟ ପଡ଼ିବ କଣ କହିବି ତାଙ୍କୁ ତାଙ୍କ ଝଗଡ଼ା ତ ତାଙ୍କର ପ୍ରତିଦିନ ହେଉଛି କଳାକାରକୁ କୋଟି କୋଟି ଟଙ୍କା ଦେଉଛନ୍ତି ସେଇ କଳାକାର ତାଙ୍କରି ବିଷୟରେ ଗପୁଛନ୍ତି କିନ୍ତୁ ଆମେ କୌଣସି ମାଲିକ ଇଏ ସେ କେବେ କହିନଥିଲୁ ଆଜି ପର୍ଯ୍ୟନ୍ତ ବି କହିନା ସବୁ ଆପଣ ଗଣମାଧ୍ୟମ ଭାଇକୁ ନମସ୍କାର ସମୁଦି ମୁଁ ଆଦିତ୍ୟ ଜେନା ଯାତ୍ରା କର୍ମଚାରୀ ସଂଘର ସମ୍ପାଦକ ମୁଁ ଅଛି ଆଜି ମାଲିକ ସଂଘର ମିଟିଂ ହୋଇଥିଲା ଚଣ୍ଡିଗଡ଼ରେ ଆମକୁ ଡାକିଥିଲେ ଯାହାକି ଆମର ସମସ୍ୟାର ସମାଧାନ ଉପାୟ ପାଇଁ ଆଉ ସେମାନେ ସମସ୍ତେ ଡାକିଲେ କଥାବାର୍ତ୍ତା ହେଲୁ କିଛି ସମାଧାନ କିଛି ବାହାରିଲାନି ସମସ୍ୟା ଉପରେ କିଛି ଆଲୋଚନା ହେଲାନି ଖାଲି କହିଲେ ଆଉ ସବୁ ହଁ ହାଁ ମାରିଲେ ଆମର ଯୋଉ ଦାବି ଥିଲା ଦରମା ବସ୍ର ଉପରେ ବସିକି ଯିବା ଆଉ ଯୋଉ ଅନ୍ୟାନ୍ୟ ସମସ୍ୟା କିଛି ଶୁଣିଲେନି ସବୁ କିଛି ଖାଲି ସେଇ ତ ଯୋଉ କଥା ତ ଆମେ କହିଥିଲୁ ସେଇ କଥା ଆଲୋଚନା ହେଲା ଆମେ କହିଥିଲୁ ଦରମା ବଢ଼ିବା କଥା ସିଏ କହିଲେ ତାକୁ ସିଏ ଦେଲେ ମୁଁ ଦେବି ଇଏ କହିଲା ଇଏ ମାଲିକ କହିଲେ ଇଏ ଦେବେ କିନ୍ତୁ କିଛି କହିଲେନି ସମସ୍ତେ ସାମ୍ନାରେ ବସିଥିଲେ ପୁଣି କହୁଛନ୍ତି ଯେ ମାଲିକ ସହିତ ଭଲସେ ଆଲୋଚନା କର ଆରେ ମାଲିକ ମାନେ ତ ତମେ ସମସ୍ତେ ଏଇଠି ବସିଛ ସଂଘ ତ ଅଛି ସଂଘ ତ ଯାହା କହିବ ଆମେ ସଂଘ ବାହାରେ ନାହୁଁ ନା ଆଉ ତେଣୁକରି ଆମେ ସମ୍ମାନରେ ତାଙ୍କୁ କହିଲୁ ସମ୍ମାନ ବି ଆସିଲୁ ସମ୍ମାନ ବି ଦେଲୁ କିଛି ଅସୁବିଧା ନାହିଁ କିଛି ଉପାୟ ବାହାରିଲେନି ଆମର ପାର୍ଟି ତ ଆଗକୁ ପିଲା ଯୋଉ ଲେବର ଅଛନ୍ତି ବର୍ତ୍ତମାନ କାମ କରୁଛନ୍ତି ଆଉ ଯୋଉ ଅଛନ୍ତି ଆମେ ତାଙ୍କ ସହିତ ଆଲୋଚନା କରିବୁ ସେ ଆଲୋଚନା ଯଦି କହି ସେମାନେ ଯଦି ରାଜି ହେବେ ସେ ଦରମା ରହିବେ ନହେଲେ କାମ କରିବେନି ବନ୍ଦ କରିବୁ ଆଉ ଆପଣ ଯୋଉ କହୁଥିଲେ ଯେ ଏଇ ଗୁଣ୍ଡିଚା ବେଳକୁ ବନ୍ଦ କରିଦେବେ ବୋଲି କଣ ତାର ହଁ ଏଇ ତ ସଂଘ ଏଇ ନିଷ୍ପତ୍ତି ନେଲା ହିଁ ବନ୍ଦ କରିବୁ ବନ୍ଦ ଅଲରେଡି କେହି ପିଲା ଯାଇନାହାନ୍ତି ଆଉ ଯୋଉଠି ଗେଟ୍ ଫେଟ୍ ଟିକେ ଭାଙ୍ଗି ଯାଇଛି କୋଉଠି ଗୋଟେ ଦିଟା ଅଛନ୍ତି ଆମେ ଆଜି ହେଇ ତାଙ୍କ ସହିତ କଥା ହବୁ ନା ସେ ଦରମା ବଢଉନାହାନ୍ତି 8500 କରୁଛନ୍ତି 8500 ବଢେଇବେ କହୁଛନ୍ତି ସେ ତ ରାଜି ହେବେନି ସାଙ୍ଗେ ସାଙ୍ଗେ ଆଜି ନେଇ ଆସିବ ଆଜିରେ ଆଉ ସବୁ ଯେତେ ବଡ଼ ଛୋଟ ପାର୍ଟି ଅଛି କିଛି ଭୟଭୀତ ନାହିଁ କିଛି ମୁଁ ଯାଜପୁର ପିଲା କାହିଁକି ଆମ ଭୟଭୀତ ହବୁ ସବୁ ଯାକ ଯାଜପୁରରେ ସବୁ ଯାକ ପାର୍ଟି ଆଣିଛୁ ଏଇ ପାକୁ ବାବୁ ଆମ ଗାଁ ଲୋକ ସବୁ ଜାଗେଶ୍ୱରୀ ଆମେ କାହିଁ ଡରିବୁ କିଛି ଡରିବାର ନାହିଁ ଫାଇନାଲ ଯଦି ଆମେ ବନ୍ଦ କରିବୁ ଆମର ଯୋଉ ପଇସା ବି ଯୋଉମାନେ ଦେଇନାହାନ୍ତି ଯୋଉ ମାଲିକ ଭାଇମାନେ ଦେଇନାହାନ୍ତି ବାବୁମାନେ ତାଙ୍କୁ ତ କହିଲୁ ଆଜି ଯଦି ଦେଇଦେବେ ଭଲ କଥା ଯଦି ନଦେଲେ ଆମେ ତାଙ୍କ ଏଇ ପଚାରିବା ତାଙ୍କୁ ସେମାନେ ଏଇ କଥା ବୁଲେଇଲେ ଯଦି ତାପରେ କହିଛନ୍ତି ହଁ ଦବୁ ବୋଲି କହିଛନ୍ତି ଦେଲେ ଦେବେ ଭଲ କଥା ଯଦି ନଦେଲେ ଆମେ ତାର ଯାହା ଅଛି ନିୟମ ପ୍ରାୟ ପାର୍ଟି ରଖିଛନ୍ତି ନାଁଟା କହିଲେ ଖରାପ ହବ ମୁଁ ଏଇ ତାଙ୍କ କହିକି ଆଇଲି ବୋଲି ସେମାନେ ମୁଁ ଇଏ କଲେ ମୁଁ ନାଁ କହୁନି ଆପଣ ବି ଅଳ୍ପ ଦିନେ ତା ନାଁ ବି ଶୁଣିଯିବେ ସବୁ ବଡ଼ ବଡ଼ ପାର୍ଟି ଆଉ ତାକୁ ଯାହା ବ୍ୟବସ୍ଥା ଅଛି ଆମେ ଆଉ କିଛି କରିବୁନି ସେ ଆଦିବାସୀ ପିଲାମାନେ ତାଙ୍କର ଇଏ କରିବେ ଆଉ ଆମେ କିଛି କହିବୁନି ତାଙ୍କୁ ଆମେ ତାଙ୍କୁ କହିଲୁ ଧଉଳି ଆକ୍ସିଡେଣ୍ଟ ଆପଣ ଜାଣିଥିବେ କେତେ ନିରୀହ ଆଦିବାସୀ ଲୋକ ମରୁଛନ୍ତି କଳାକାର ବି ମରୁଛନ୍ତି କଳିଙ୍ଗା ଘାଟରେ ଏସବୁ ଆମେ ସେଇ ଆଲୋଚନା କଲୁ ସେ କହିଲେ ହଁ ଆମେ ବିଚାର ନେବୁ କାହିଁକିନା ଏ ବର୍ଷ ହିଁ ଆମେ କହିବା ପୂର୍ବରୁ ସିଂହବାହିନୀ ସ୍ୱର୍ଣ୍ଣମହଲ ଆମର ହେଉଛି ଶିବାନୀ 3ଟା ପାର୍ଟିରେ ବସ୍ ଥିଲା ଆଉ କେଉଁ ପାର୍ଟିରେ ବସ୍ ନଥିଲା ଆମେ କହିଲୁ ତାଙ୍କ ଇଏରେ ସେମାନେ କ'ଣ ବ୍ୟବସ୍ଥା କରିବେ କହିଛନ୍ତି କଲେ ନହେଲେ ଆଗାମୀ ମଧ୍ୟ ପିଲା ଯିବେନି ଦରମା ଠାରୁ ଇମ୍ପୋର୍ଟାଣ୍ଟ ଟ୍ରକ୍ ଉପରେ ବସିବା କାହିଁକିନା ନିରୀହ ଥରେ ଜୀବନ ଚାଲିଗଲେ ହାତ ଗୋଡ଼ ଇଞ୍ଜର୍ଡ ହେଲା କେବେ ଫେରେ ନାହିଁ ଇନ୍ସୁରାନ୍ସ ବିଷୟରେ ବି ଆମେ କହିଥିଲୁ ଇନ୍ସୁରାନ୍ସ ବିଷୟରେ କାହିଁ କିଛି ତ ଆଲୋଚନା ହେଲାନି ଆମେ ପେନସନ କଥା ବି କହିଥିଲୁ ସେ କୌଣସି କିଛି ଶୁଣିଲେନି ସିଏ ତ ତାଙ୍କ ବିବାଦ ଭିତରେ ତାଙ୍କ ସହ ସମସ୍ୟା ଆଉ ଆମ ଭିତରେ କଣ କରିବେ
ଖାଲି ଆମକୁ ଡାକିଥିଲେ ଦରମା ପଡ଼ିବ କାହିଁ ପାଇଁ କିଛି ଆଲୋଚନା କଲେନି। ଆଉ ସେ ତ ହେଇ ଆମେ ଏତେ ବର୍ଷ ହେଲା ରହିଲୁଣି ଆମ ନାଁ ଫାଁ ଜାଣିନାହାନ୍ତି ମାଲିକ ମାନେ। କ'ଣ କହିବୁ ତାଙ୍କୁ, କିଛି ଆଉ କହିବୁନି। 20 ବର୍ଷ ହେଲା ଆମେ ରହିଲୁଣି ଯାତ୍ରାପାଟିରେ। କେଡ଼େ ବଡ଼ ବଡ଼ ବିରାଟ ବିରାଟ ଗେଟ୍ ପେଣ୍ଡାଲ ଷ୍ଟେଜ୍ 6-6ଟା ଗାଡ଼ି ଲୋଡ୍ କରୁଛୁ କ'ଣ ଏଇ 8,000ରେ କ'ଣ ରହିବା ପାଇଁ? ଆମ ପରିବାର ସ୍ତ୍ରୀ ଛୁଆ ପିଲା କହୁଛନ୍ତି ଆଉ ଆମେ ଯଦି ଦରମା ଦେବୁ ତ ଆପଣଙ୍କ କଥା ଶୁଣିବୁ, ଆପଣ ତାହେଲେ ସବୁଦିନ ରହିବେ। 1000 ପଡ଼ିବ ଆମ ସ୍କୁଲ ଛୁଆ ପ୍ରେଜେଣ୍ଟ ପଡ଼ିବ। ଆଜ୍ଞା ଘର ପାଖ ସେ ପୁଣି ଯିବ ନା ନାଇଁ, ଯିବା ଆସିବା। ପୁଣି ନୂଆ ପିଲା ଅଛି, ପୁରୁଣା ପିଲା ଅଛି, କଳାକାର ବି ପଳଉଛନ୍ତି, ଛୁଟି ନାହିଁ ପଳଉଛନ୍ତି। ତାଙ୍କୁ ପୁଣି ବର୍ଷକରେ ପୁରା ଦରମା ଦିଆହେଉଛି। କିନ୍ତୁ ଆମେ ବର୍ଷ ସାରା କାଦୁଅ ପଙ୍କ ଖରା ବର୍ଷା ଶୀତ ଖରାରେ କାମ କରୁଛୁ, ଆପଣଙ୍କୁ କୋଟି କୋଟି ଟଙ୍କା ରକ୍ଷା କରୁଛୁ। ଯେମିତି ଘରୁ ନେଇକି ଯାଉଛୁ ସେମିତି ଆଣି ରଖୁଛୁ। ଯେତେ ଯାହା କଷ୍ଟ ହେଲେ ବି ଆମେ କଣ୍ଡିସନ ରହୁଛୁ। ଏ କ'ଣ ଠିକ? କ'ଣ କହିବି ତାଙ୍କୁ, ତାଙ୍କ ଝଗଡ଼ା ତ ତାଙ୍କର ପ୍ରତିଦିନ ହଉଛି। କଳାକାରକୁ କୋଟି କୋଟି ଟଙ୍କା ଦଉଛନ୍ତି, ସେଇ କଳାକାର ତାଙ୍କରି ବିଷୟରେ ଗପୁଛନ୍ତି। କିନ୍ତୁ ଆମେ କୌଣସି ମାଲିକ ଇଏ ସେ କେବେ କହିନଥିଲୁ, ଆଜି ପର୍ଯ୍ୟନ୍ତ ବି କହିନୁ। ପରବର୍ତ୍ତୀ ବୈଠକ ଆମ ସଭାପତି ଆମ ଉପସଭାପତି ଯେଉଁମାନେ ଅଛନ୍ତି ଆମେ ତାଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ହେଉଛି। ଆପଣମାନଙ୍କୁ ଡକା ହେବ, ଖୁବ୍ ଶୀଘ୍ର ସେ ଖଣ୍ଡଗିରିରେ ହେବ। ସାରା ଓଡ଼ିଶା ଆଜ୍ଞା এটা ପାତର ଅନ୍ତର କରାହଉଛି ବା। ମୁଁ କହିଲି ଆପଣ ଯୋଉ କହୁନାହାନ୍ତି କହିଲେ ବାପା ମା ପରିବାର, ଏ ପୁରା ମିଛ କଥା। ଏ ମାଲିକ ମାନେ ପୁରା ମିଛ କଥା କହୁଛନ୍ତି। ପରିବାର ଆମେ କହିଲା ବେଳୁ ସେ ସବୁ ଉଲ୍ଟା ମୋଲ୍ଟା କଥାବାର୍ତ୍ତା କରୁଛନ୍ତି, କଥା ବୁଲଉଛନ୍ତି। କ'ଣ ପାଇଁ? ଆମେ ପରିବାର ଯଦି ତାଙ୍କୁ ଦବ ଲକ୍ଷ ଲକ୍ଷ କୋଟି କୋଟି, ଆମକୁ ଦବ 8,000, କି ପରିବାର? ସିଏ ତ ରାତିରେ କାମ କରୁଛନ୍ତି, ଆମେ ତ ରାତିରେ କାମ କରୁଛୁ। ଆମେ ତ ଟେଣ୍ଟ ଭିତରେ ଓଲଟି ଜଗିକି ରହୁଛୁ। 3 ଦିନିଆ କ୍ୟାମ୍ପ ସବୁ କରୁଛନ୍ତି। କିଏ କହୁଛି 70, 80, 50। ଆମ ପରିବାର ସ୍ତ୍ରୀ ଛୁଆ ପିଲା ପରିବାର ଛାଡ଼ିକି ତମ ଟେଣ୍ଟରେ ରହିଛୁ। ଆଉ କ'ଣ କହୁଛନ୍ତି ଏତିକି ଦିନ କାମ ସେତିକି ଦିନ କାମ? ଇଏ କି କଥାବାର୍ତ୍ତା? ଏଟା ସବୁ ଭୁଲ କଥା। ସାରା ଓଡ଼ିଶା ଦର୍ଶକ ମାନେ ଦେଖନ୍ତୁ ଆମେ ଭୁଲ ଠିକ, କମିଟି ବାଲା ଦେଖନ୍ତୁ। ଆପରେ ଯଦି ପଦକ୍ଷେପ ରହିବ ଆମେ ଯାତ୍ରାକୁ ବ୍ୟାନ୍ କରିବୁ। କାହିଁକି ନା ମୁଁ ତାର ଉଦାହରଣ ଦଉଛି। ଆମ ଦ୍ୱାରା କମିଟି କିଛି ବୁକିଂ ହେଇଥାଏ, ମୋ ଗାଁରେ ମୋ ପାର୍ଟି ପଡ଼ିବ, ମୁଁ ତ ମୁଁ ଯୋଉ ପାର୍ଟିରେ ଅଛି ନେଇକି ଯାଏ ନା। ମତେ ଯଦି ମୋ କଥା ମାନିବନି ମୁଁ ଯାତ୍ରାକୁ ବାହାରିବି, ମୁଁ ଆଉ କମିଟି ନେବିନି, ଟୋଟାଲ ଯାତ୍ରା ନେବିନି। ବ୍ୟାନ୍ କରି ଆମର ଯେତିକି ଅଛୁ 2,000 ରୁ 3,000 ପିଲା, ଯାଜପୁର, କେଉଁଝର, ବାରିପଦା, ବାଲେଶ୍ୱର ଯେତିକି ଲେବର ପିଲା, ସେ ଯାତ୍ରାରେ ଆମ କମିଟି ବ୍ୟାନ୍ କରିବୁ, ନବୁ ନା। ଦେଖିଲୁ କଳାକାର ମାନେ ଏକଜୁଟ ନାହାନ୍ତି, ମାଲିକ ମାନେ ଏକଜୁଟ ନାହାନ୍ତି, ଆପଣ ମାନେ ଏକଜୁଟ ଅଛନ୍ତି ତ? ହଁ ଆମ ଭିତରେ ଏକଜୁଟ ଅଛି। ନିରୀହ ଆଦିବାସୀ ଗରିବ ଖଟିକିଆ ଆମେ ମୂଲ ଆଜ୍ଞା। ଆମେ ବଡ଼ ବଡ଼ କୋଉ ଶିଳ୍ପପତି ନୁହଁ କି କୋଟିପତି ନୁହଁ ଆଜ୍ଞା। ଆମେ ସମ୍ମାନରେ ମାଲିକଙ୍କୁ କହୁଛୁ, ଆମେ ତାଙ୍କୁ ସମ୍ମାନ କରୁଛୁ। ସେମାନେ ମାଲିକ ହେଇଛନ୍ତି, ଆମର ବି ଭୂମିକା ରହିଛି। ଆମ ଦ୍ୱାରା ବି ସେ କୋଟି କୋଟି ଟଙ୍କା ଜିନିଷ ପାଉଛନ୍ତି। କାହିଁକିନା ଯୋଉମାନଙ୍କର 2ଟା 3ଟା ନା ଟ୍ରକ୍ ଥିଲା ଯାତ୍ରାପାଟି କରିଥିଲେ, ସେମାନେ 6ଟା 7ଟା ଟ୍ରକ୍। ଏଇ କୋଣାର୍କ ପାଟିରେ ମୁଁ ଏଇ କାମ କରୁଛି। କୋଣାର୍କ, ଶିବାନୀ, ତୁଳସୀ, କଳିଙ୍ଗ ଆଉ ଓମଶ୍ରୀ, ସିଂହବାହିନୀ, ଆମେ ତ ବଡ଼ ବଡ଼ ପାଟିରେ ଆଜ୍ଞା କାମ କରୁଛୁ। ଆମର ଭୂମିକା ବହୁତ ବଡ଼ ବଡ଼ ଭୂମିକା। ଆମକୁ ରିଲ୍ସ ଯୋଉ ଆପଣଙ୍କ ଆଖଡ଼ା ଫାଖଡ଼ା ପୂଜା ହେଲା, ଆମର ମୁଖ୍ୟ ଭୂମିକା, କିନ୍ତୁ ଆମକୁ ଡକା ଯାଉନି। ଏ କି କଥା କହିଲ? ମାଲିକ କଳାକାର ବାପ ସମ୍ପର୍କ, ତମର ତମେ ତ ବାଉଁଶ ପୋତିଲେ କି ଭଲ ଯାତ୍ରା ହବ, ତମର ମାଲିକ କି ସମ୍ପର୍କ? ଆରେ ଆମ ଦ୍ୱାରା ତ ପ୍ରଥମେ ଘରୁ ବାହାରିବ କ୍ୟାମ୍ପ। ପ୍ରଥମେ ଆମେ ନବୁ ଏ ଜାଗାରୁ ସେ ଜାଗା। ସେତେବେଳୁ କୋଉ ମାଲିକ ନଥିବ କି କିଏ କୁଆଡ଼େ, ଆମେ ତ ନେଇକି ପ୍ରଥମେ ନେଇକି ଯାଉ ନା। ଆମେ ଷ୍ଟେଜ ଘର ଦ୍ୱାର ସବୁ କଲେ, ଟେଣ୍ଟ ଭାଇ ସହିତ ଆମ ସହିତ ସମସ୍ତେ ଅଛନ୍ତି। ଆମେ କଲେ ହିଁ ସେମାନେ ଯାତ୍ରା କରି ରାତିରେ ଆସି କରିବେ। କୋଉଠି ଯଦି ଭୋଉଠି ଭଙ୍ଗା ଦୁଜା କଲେ ଆମେ ପହଞ୍ଚିବୁ, ଟେଣ୍ଟ ଫେଣ୍ଟ ରାସ୍ତା ସବୁ। ନମସ୍କାର।